ଆଧୁନିକତା କଣ ଏ କଥା ସବୁବେଳେ ଗୋଟେ ରବରକୁ ଟାଣିଲା ଭଳିଆ ଫ୍ଲେକ୍ସିବଲ ଲମ୍ବି ଲମ୍ବି ଯାଉଥିବ। ଆଧୁନିକତା କେବେ ସରେ ନାହିଁ। ଆଧୁନିକତା ପରେ ଉତ୍ତର ଆଧୁନିକତା ଅଛି। ଆମେ କୋଉ ଯୁଗରେ ଅଛୁ ମୋଟାମୋଟି ଗୋଟେ ଯୁଗ ଯଦି ସାହିତ୍ୟର ନିର୍ଣ୍ଣୟ କରାଯାଏ ଆମେ କୋଉ ଯୁଗରେ ଅଛୁ ମୁଁ କହିବି ଆମେ ଆଦୌ ଫକୀର ମୋହନ ଯୁଗ ଅତିକ୍ରମ କରିନାହୁଁ। ଆମେ ମଣିଷକୁ ଫକୀର ମୋହନଙ୍କ ଦୃଷ୍ଟିରେ ସେ ଯୋଉ ଦୃଷ୍ଟିରେ ଦେଖିଥିଲେ ଯାହା ଫଳରେ ସେ ଗଣତନ୍ତ୍ର ସଂଜ୍ଞାଭୁକ୍ତ କରିଥିଲେ ଆମେ ସେଇଠି ଅଟକି ଯାଇଛୁ। ଏପରିକି ମଣିଷକୁ ଗୋପୀନାଥ ମହାନ୍ତି ଆଦିବାସୀ ମୁକ୍ତ କଲେ। ସେ କହିଲେ ଯେ କେବଳ ଆଦିବାସୀ ମୁକ୍ତ ହେଲେ ମଣିଷଟା ଦୃଶ୍ୟମାନ ହଉଛି, ଗରିବ ହେଲେ ଦୃଶ୍ୟମାନ ହଉଛି। ମାର୍କ୍ସିଷ୍ଟ ମାନେ କହିଲେ ମଣିଷର ଦୃଶ୍ୟମାନ ହୁଏ କେତେବେଳେ ସାହିତ୍ୟରେ କୋଉ ସ୍ତରରେ ମଣିଷ ଦୃଶ୍ୟମାନ ହୁଏ ଏ କଥା ସାହିତ୍ୟରେ ଏପର୍ଯ୍ୟନ୍ତ ଆପଣ ମାନେ ନିର୍ଦ୍ଦେଶ କରିନାହାନ୍ତି। ଯଦିଓ ତାହା ସରିଯାଇଛି, ସେ ଅଧ୍ୟାୟ ସବୁ ସରିଯାଇଛି। ବର୍ତ୍ତମାନ ବିଶ୍ୱ ସାହିତ୍ୟ ସାଙ୍ଗରେ ଆମକୁ ସମକକ୍ଷ ହେବାକୁ ପଡିବ। ଆମେ ଆଞ୍ଚଳିକ ସାହିତ୍ୟରେ ଆଉ ଦୀର୍ଘକାଳ ସନ୍ତୁଷ୍ଟ ହୋଇ ରହିପାରିବୁନି। ଭାରତ ସ୍ୱାଧୀନତାର ବହୁ ବର୍ଷ ହେଇଗଲାଣି। ଭାରତୀୟ ସାହିତ୍ୟ ବହୁତ ଉନ୍ନତି ଆଡକୁ ଗତି କଲାଣି। ଇଏ ବିଶ୍ୱ ସାହିତ୍ୟର ସମକକ୍ଷ ହେବା ଉଚିତ। ଆମେ କିନ୍ତୁ ବିଂଶ ଶତାବ୍ଦୀରେ ରହିଛୁ ଓ ଏପର୍ଯ୍ୟନ୍ତ ମଧ୍ୟ ଆମେ ଭାବୁଛୁ ସେ ଯୋଉ ଆମର ଯୋଉ ଗ୍ରାମୀଣ ଚିତ୍ର ସବୁ ଦଉଛୁ ଜଗନ୍ନାଥଙ୍କର ଜଣାଣ ସମେତ ଗ୍ରାମୀଣ ଚିତ୍ର, ତାର ଜଗନ୍ନାଥଙ୍କର ଆଉ ଗୋଟେ ସ୍ଥିତି ଅଛି। ଏକବିଂଶ ଶତାବ୍ଦୀର ଜଗନ୍ନାଥ ବିଂଶ ଶତାବ୍ଦୀର ଜଗନ୍ନାଥଙ୍କର ସ୍ୱତନ୍ତ୍ର ସମ୍ପୂର୍ଣ୍ଣ ଭିନ୍ନ। ତାକୁ ବୁଝିବା ଦରକାର। ଏକବିଂଶ ଦ୍ୱାବିଂଶ ଶତାବ୍ଦୀରେ ଜଗନ୍ନାଥ କିପରି ଦେଖାଯିବେ ସେ ଠିକ ସେଇଭଳି ଦେଖାଯିବେନି ଯୋଉ ଯାହାକୁ ଦେଖିଥିଲେ ଆମର ଅତୀତରେ ଭକ୍ତମାନେ ଦେଖିଥିଲେ ସେ ସେଭଳି ଦେଖାଯାଉନାହାନ୍ତି। ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହେଇକି ଏଇ କଥା ଗୁଡିକ ସାହିତ୍ୟରୁ ଆଦାୟ କରି ତାକୁ 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 ଅମଳ କରି ପାଠକ ପାଖରେ ପହଞ୍ଚେଇବା ଓ ନେତୃତ୍ୱ ନେବା ସାହିତ୍ୟରେ ଏଇ ହେଉଛି କର୍ତ୍ତବ୍ୟ ଲେଖକର। ଆପଣ ମାନେ କବି ଲେଖକ ହିସାବରେ ଗୋଟେ ଯୋଉ ନେତୃତ୍ୱ ଗ୍ରହଣ କରିଛନ୍ତି ସେ ନେତୃତ୍ୱ ରାଜନୈତିକ ନେତୃତ୍ୱ ଠାରୁ କିଛି କମ ନୁହଁ। ଆପଣ ମନସ୍ତତ୍ୱ ବଦଳେଇ ଦଉଛନ୍ତି। ରାଜନୈତିକ ନେତା ସେ ଆପଣଙ୍କର ଯୋଉ ଆମକୁ ଯୋଉମାନେ ନେତୃତ୍ୱ ଦଉଛନ୍ତି ସେ ଆମକୁ ଟଙ୍କିକିଆ ଚାଉଳ ଦଉଛନ୍ତି। ଆମେ କିନ୍ତୁ ତାକୁ ଦଉଛୁ ମାନବିକତାର ମୂଲ୍ୟବୋଧ। ଏ ଏକ ଦିଗନ୍ତ ବିସ୍ତାରୀ ବ୍ୟାପାର। ଯାକୁ ଆଖିରେ ରଖି ଆପଣଙ୍କର ଯୋଉ 100ଟି ବର୍ତ୍ତମାନ ଯୋଉ ଚାଲିଗଲା ଯୋଉ ଅଧିବେଶନ ଚାଲିଗଲା ତାପରେ ଯୋଉ ନୂତନ ଅଧିବେଶନ ଚକ୍ର ଆରମ୍ଭ ହବ ଏହା ଭିତରେ ସେଇଭଳି ଏକ ସଂଯୋଜନା ଆରମ୍ଭ କରନ୍ତୁ। ଆଖିରେ ଲକ୍ଷ୍ୟ ରଖନ୍ତୁ କଣ କଲେ ବା ସାହିତ୍ୟର କୋଉ ଆସ୍ପେକ୍ଟକୁ ଆଖିରେ ରଖି ତା ଉପରେ ଆଲୋଚନା ସମାଲୋଚନା କଲେ ଆମର ପାଠକ ଆମର ଲେଖକ ମାନେ ପ୍ରଥମେ ସେମାନେ ଅବଗତ ହେବେ ଯେ ଯୁଗ ପରିବର୍ତ୍ତନ ଘଟି ସାରିଛି। କୋଉ ଅର୍ଡର ଯୁଗ ପରିବର୍ତ୍ତନ ଘଟିଛି, କୋଉଠି ଯୁଗ ଘଟେ, ଯୁଗ କୋଉଠି ନିର୍ମାଣ ହୁଏ ଏ କଥା ମଧ୍ୟ ଆମକୁ ଅଧିକାଂଶ ଜାଣନ୍ତି ନାହିଁ। ଯୁଗ କୋଉଠି ନିର୍ମାଣ ହଉଛି ଗୋଟେ ସାହିତ୍ୟରେ ଯୁଗ ପ୍ରତି ଯେମିତି ଆପଣଙ୍କର ଶରୀରର ପ୍ରତି ବିନ୍ଦୁରେ ଯୋଉ 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 ନର୍ଭସ ସିଷ୍ଟମ ଅଛି। ମଶାଟିଏ ବସିଲେ ଆପଣ ଜଙ୍ଘରେ ବସିଲେ ଜାଣିପାରୁଛନ୍ତି, ମୁଣ୍ଡରେ ବସିଲେ ବି ଜାଣିପାରୁଛନ୍ତି। ବିଶ୍ୱର ସଚେତନ ବିଶ୍ୱର ଯେକୌଣସି ସ୍ଥାନରେ ଯେକୌଣସି ଘଟଣା ଘଟିଲେ ତାର ଗୋଟେ ସାହିତ୍ୟିକ ଦିଗ ନିର୍ଣ୍ଣୟ ଆପଣଙ୍କ ମନ ହେଇଯାଏ। यार आध्यात्मिक दिगटाକୁ ଯେ ବୁଝିପାରେ ସେଇ ହେଉଛି ଆଧୁନିକ ସାହିତ୍ୟ। ଆଧ୍ୟାତ୍ମିକ ଦିଗର ଅର୍ଥ ନୁହେଁ ଧର୍ମ। ଧର୍ମ ଆମେ କେବଳ ଠାକୁରଙ୍କୁ ପୂଜା କଲେ ଆମେ ଭାବୁଛୁ ଯେ ଆମେ ଆଧ୍ୟାତ୍ମିକ କରୁଛୁ। ଠାକୁରଙ୍କୁ ପୂଜା ନ କରୁଥିବା ଲୋକ ମଧ୍ୟ ବହୁତ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଅଛନ୍ତି ଯୋଉମାନେ ଆଦୌ ଠାକୁର ପୂଜା କରନ୍ତି ନାହିଁ, କିନ୍ତୁ ସେମାନେ ନିଜ ଭିତରେ ଆତ୍ମସ୍ଥ ହେଇ ବ୍ରହ୍ମକୁ ଉପଲବ୍ଧି କରିଛନ୍ତି। ଏ ପ୍ରକାର ଅବସ୍ଥାକୁ ନବା ପାଇଁ ହେଲେ ତାକୁ ୟୁନିଭର୍ସାଲ କରିବାକୁ ହେଲେ ଆପଣ ମାନେ ଆଲୋଚନା ଚକ୍ରକୁ ମଡର୍ଣ୍ଣାଇଜ କରନ୍ତୁ। ଏତିକି ମୋର ବାଣୀ। ଏହାରି ସହିତ ମୁଁ ରହୁଛି। ଆପଣ ମାନେ ବର୍ତ୍ତମାନ ଆଗକୁ ନିଅନ୍ତୁ ଚକ୍ରକୁ।